ଆଜି ତତେ ମାରୁ ମାରୁ ଜୀବନରୁ ମାରିଦେବି। କିଏ ବଞ୍ଚେଇବେ ଦେଖିବା। ତୋ ମା ଆସିଲେ ସବୁ କଥା କହିଦବୁ। ଆବେ ହେ ଆଜି ତ ମା ଆସୁ କି ତୋ ବାପା ଆସୁ, ଆଜି ତତେ ମୋ ହାତରୁ କେହି ବଞ୍ଚେଇ ପାରିବେନି। ଏ ଘରର ବଡ଼ ପୁଅ ହୋଇ ସମ୍ପତ୍ତି ଖାଇବା ପାଇଁ ଆସିଛୁ ନାହିଁ। ମୋ ପୁଅ ଜନ୍ମ ହେଲେ କଣ ପବନ ଖାଇବ? ସେଇଥିପାଇଁ ତୁ ମରିବା ଦରକାର। ତୋ ମାଆକୁ ସିନା ମୁଁ ମାରିପାରୁନି, କିନ୍ତୁ ତୋତେ ମୁଁ ଜୀବନରୁ ମାରିଦେଲେ ତୋ ମା ତୋ ଚିନ୍ତାରେ ଆପେ ଆପେ ମରିଯିବ। ସେଇଥିପାଇଁ ତୋତେ ଆଜି ମରିବାକୁ ହବ। ହେଇ ଦେଖ ମୁଁ ତ କଣ କରୁଛି। भगवान एबे मु कौन करी ए पिलाटा तो मोरू मोरू मरी जाइछि ना कौन गोटाए करने को पड़ो कौन करी हाँ ए पिलाटा को छात पर तले पड़गला बोली मो बापा माँ को कहबी हाँ से करने को पड़ो ना मु धरा पड़ जी हाँ से करी हाँ मुझे करी
तू कहीं केमती पाठ करू এই ଦେଖିପାରୁଛ ବାପା ସୁନିଲିର ପୁଅଟା ଛାତ ଉପରୁ ତଳେ ପଡ଼ି ମରି ଯାଇଛି। अरे तोर ताको मेडिकल नहीं जीवा ରୁହ ବାପା ସେ ଆଉ ଜୀବନରେ ନାହିଁ ବାପା। ସେ ସବୁଦିନ ପାଇଁ ଏ ଘର ଛାଡ଼ି ଚାଲି ଯାଇଛି। अरे सब केमिति हैला ମୁଁ କିଛି ଜାଣିନି ବାପା ମୁଁ କିଛି ଜାଣିନି। କଣ ହବ ମୁଁ ଏପଟେ ଆସି ଦେଖେ ତ ପିଲାଟା ତଳେ ପଡ଼ି ଚଟପଟେଇ ମରିଗଲା। ଏବେ ମୁଁ କଣ କରିବି ମୋ ମୁଣ୍ଡ ବି କିଛି କାମ କରୁନି। ବାପା ସୁନିଲ ଆସିଲେ ଏବେ ମୁଁ କଣ କହିବା? ସେ ତ ନିଶ୍ଚୟ ଆମ ଉପରେ ସନ୍ଦେହ କରିବ। କଣ ଗୋଟାଏ କର ବାପା। ଏବେ ମୁଁ କଣ କରିବି ମୋ ମୁଣ୍ଡ ବି କିଛି କାମ କରୁନି। ସୁନିଲ ଆସୁ ବାପା ତା କଥା ମୁଁ ବୁଝିବି। ହଁ ମୁଁ ବୁଝିବି। ପୁଅକୁ ଦେଖିଛ ଧେପାକୁ ସେ ସକାଳୁ ଯାଇ ବାହାରିଛି ଏ ଯାଇ କାହିଁ ନାହିଁ। ଆରେ କିଏ କିଛି କହୁନୁ କାହିଁକି? ଆରେ କଣ ହେଇଛି? ଆରେ କଣ ତା ଦେହରେ ଏତେ ରକ୍ତ? ଆରେ କଣ ହେଇଛି? अलो हे झियो तो पुओटा ऊपर महल तले पड़ी मरी जाइछि। ନାଇଁ ତମେ ମିଛ କହୁଛ। ମୋ ପୁଅ ତ ଘର ଭିତରକୁ ପଶେନି। ସେ ଉପର ମହଲାକୁ ଯିବ କେମିତି? ତମେ ମିଛ କହୁଛ। ତମେ ମୋ ପୁଅକୁ ମାରି ଦେଇଛ। अरे तो सहित हमर की शत्रुता अछि आमे काहे की ताको मारिबु। ମୁଁ ପରା ନିଜ ଆଖିରେ ଦେଖିଛି ତୋ ପୁଅଟା ଛାତ ଉପରୁ ତଳେ ପଡ଼ିଗଲା। ଆମେ ତାକୁ ବଞ୍ଚେଇବାକୁ କେତେ ଚେଷ୍ଟା କଲୁ ହେଲେ ବି ପିଲାଟା ମରିଗଲା। ଏବେ ଆଉ କାନ୍ଦିଲେ କଣ ହବ? ତୋ କୋଳକୁ ଫେରି ଆସିବ। तो डाकुची रे। अरे उठ, अरे उठ रे बधन। अरे कथा कहू। ମୁଁ ହେବେ କଣ କରିବି? କଣ ହେଇଛି ବାପା? କଣ ହେଇଛି? କାହିଁକି ଏମିତି ମନ ଦୁଃଖ ଅଛ? କଣ ହବ यार पुओटा ऊपर महल तले पड़ी मरी जाइछि। ପିଲା ତ କେବେ ଉପର ମହଲାକୁ ଯାଉନି ଆଉ ସେ ତଳେ ପଡ଼ିଲା କେମିତି? ହଁ ସେ ତଳେ ପଡ଼ିଲା କେମିତି? ଆରେ ଆମ ଉପରେ କଣ ତମେ ସନ୍ଦେହ କରୁଛ? ମୁଁ ମୋ ନିଜ ଆଖିରେ ଦେଖିଲି
ଏ ପୁଅଟା ଛାତ ଉପରୁ ପଡ଼ିଗଲା। ନା ସେ କେବେ ଆରେ ନାଇଁ କଣ ନହେଲେ ତମ ବାପା ନାଇଁ ବାପା ଇଏ ତାକୁ ମାରି ଦେଇଥିବ। ଆରେ ବନ୍ଦ କର। ଏ ଘରେ କଣ ମଣିଷ ମାରିପାରିବେ? ତମେ କାହିଁକି ତା ସହିତ ଯୁକ୍ତି କରୁଛ? ହ୍ୟାଲୋ ହେ ଝିଅ, ଯାହା ହବାର ତ ହେଇଗଲା। କାନ୍ଦିଲେ କଣ ତ ପୁଅ ଫେରି ଆସିବ? ସେ ସବୁଟାକୁ ଦେ, ଆମ ଚାକର ମାନେ ତାକୁ ସତ୍କାର କରିଦେବେ। ନାଇଁ ବାବୁ, ଏ ଗରିବ ଝିଅର ଭାଗ୍ୟ ଆଜି ହଜି ଯାଇଛି। ତା ପାଇଁ ତମେ କାହିଁକି କଷ୍ଟ କରିବ? ମୋ ପୁଅର ସବୁ ସତ୍କାର କରିବା ପାଇଁ ମୋର 4 ହାତ ଗୋଡ଼ ହେବେ ବି ଠିକ୍ ଅଛି। ମୁଁ ନିଜେ କରିନେବେ। ମା, ମୋତେ ଏ ଘରୁ ବାହାରି ଯିବା ପାଇଁ ସବୁବେଳେ କହୁଥିଲ, ଆଉ କହିବା ଦରକାର ନାହିଁ ମା। ମୁଁ ଆଜି ନିଜେ ଚାଲି ଯାଉଛେ। ମୋତେ ଚୋରଣୀ କହି ସବୁଦିନ ପିଟିଥିଲ, ହେଲେ ମୁଁ ଆଜି କିଛି ନଉନି ମା। ଖାଲି ହାତରେ ଯାଉଛେ। ମୁଁ ଶୁଣୁଛି ଓଲା ଲୋକଙ୍କୁ ତଳା ଲୁଗା ଗୋଡ଼ାନ୍ତି, ତେଣୁ ଧଳା ଲୁଗା କଣ୍ଡିକ ଦିଅ ବାବୁ। ଆଉ ମୋର କିଛି ଲୋଡ଼ା ନାହିଁ। ଧଳା ଲୁଗା ये पिलार बापा किए से कथा तो किए भी जानी नांती, किंतु तमे निज पुओ परी ता सब उपरे धला लुगाटिए घोड़ेई देला। हेले बाबू, आपण तो भल भाव जानिथिबे मु ए घर को गायके आसीथिले, ताहा तो किछि हेई पारिलानी। ता बदले जा मु सागरे नहीं कि आसीथिले, ताकू भी मु आज हरेई देले। जाउछि बाबू, जाउछि। हेले दुनिया रे भल पाउथिबा झियो माने मते देखिला पर कहिबे मु काई की तो प्रेम रे पड़ेले। ओ काई